रे ନା ମିକି ଏଠି କଣ କରୁଛୁ? ବହି ବିକୁଛି। ବହି ବିକୁଛୁ? ତ ବୟସ କେତେ? ମୋର 8 ବର୍ଷ। 8 ବର୍ଷ ହେଲାଣି ତ ପାଠ ପଢିବା କଥା, ବହି କଣ ଏଠି ବିକ୍ରି କରୁଛୁ? ମୁଁ ପା ଦିଦି ମୁଁ ଚାଲି ପାରୁନି, ଛୋଟା ଅଛି। ବିକିଲେ ମୁଁ କିଛି ପଇସା ନେଲେ ମୋ ଘର ଚଳିବ। ଘରେ କଣ ବାପା ମା ନାହାନ୍ତି? ବାପା ମା ଅଛନ୍ତି, ସିଏ ଯେତିକି ପଇସା କରୁଛନ୍ତି ଚାଷ କାମ ସେତିକି ଆମକୁ ନିୟତ ହଉନି। କିନ୍ତୁ ତ ତୋର ଏଇନା ବିଦ୍ୟାଳୟ ଯାଇକି ପାଠ ପଢିବାର ବୟସ, ତୁ ଏବେ ବହି ବିକ୍ରି କରୁଛୁ, ତୋର କଣ ପାଠ ହଉନି ପାଠ? ମୁଁ କଣ ଏଇ ଅବସ୍ଥାରେ ସାଧାରଣ ପିଲାଙ୍କ ସହିତ ପାଠ ପଢି ପାରିବି? ହଁ ନିଶ୍ଚିତ ପଢିପାରିବୁ, କିଛି ତ ଅସୁବିଧା ନାହିଁ। ମୁଁ ବିଦ୍ୟାଳୟକୁ ଗଲେ ମତେ ଛୋଟା ଏଭଳିଆ ଡାକିବେ, ମତେ ଲାଜ ଲାଗିବ ଦିଦି। ମୁଁ ନାଇଁ ବିଦ୍ୟାଳୟ କିଛି ଛୋଟା ଡାକିବେନି, ସେଠି ସମସ୍ତେ ତୋର ଭାଇ ଭଉଣୀ ସେଇଠି ରହିକି ତାଙ୍କ ସାଙ୍ଗରେ ପଢିବୁ। ତାଙ୍କ ଭଳିଆ ତୁ ବି ତ ଗୋଟିଏ ପିଲା, ସେମାନେ ଓଲଟି ଖୁସି ହେବେ କି ଯାହା ହଉ ଆମର ଜଣେ ସାଙ୍ଗ ଆସିଛି। ଆଉ ମନ ଦୁଃଖ କାହିଁ କରୁଛୁ? କିଛି ନାହିଁ, ସ୍କୁଲ ଯିବୁ, ମନ ଦେଇକି ପାଠ ପଢିବୁ, ତତେ ସମସ୍ତେ ଯଦି ଭଲ ପାଇବେ, ସ୍ନେହ କରିବେ, ଶ୍ରଦ୍ଧା କରିବେ। ଆଉ ଏଠି ବହି ବିକିଲେ କଣ ହବ? ପାଠ ପଢିଲେ ବଡ ମଣିଷ ହବୁ। ମୁଁ କଣ ଏଇ ସାଧାରଣ ପିଲାଙ୍କ ଉପରେ ଦିଦି ପାଠ ପଢି ପାରିବି? ହଁ ସାଧାରଣ ପିଲାଙ୍କ ଭଳି ତୁ ପାଠ ପଢି ପାରିବୁ, ସାଧାରଣ ପିଲାଙ୍କ ଭଳି ସମସ୍ତଙ୍କ ସହିତ ମିଶି ପାରିବୁ, ଖେଳି ପାରିବୁ, ପାଠ ପଢିକି ତୁ ଭବିଷ୍ୟତରେ ବଡ ମଣିଷ ହେଇପାରିବୁ। ହଁ ତତେ ସରକାର ସମ୍ପୂର୍ଣ୍ଣ ସୁବିଧା ସୁଯୋଗ ସବୁ ଦେଇଛନ୍ତି, ତୁ ବି ସେମାନଙ୍କ ସହିତ ମିଶିକି ରହିକି ପାଠ ପଢି ପାରିବୁ। ଆଉ ତୋ ବାପା ମା କୋଉଠି ରହୁଛନ୍ତି? ତମ ଘର କୋଉଠି କଣ? ଆମ ଘରେ ମୋ ବାପା ମା ଅଛନ୍ତି। ଆମ ଘର ହଉ ତେବେ, ହଉ ତୋର ଯଦି ପାଠ ପଢିତେ ଇଚ୍ଛା ଅଛି, ମୁଁ ତେବେ ତୋ ବାପା ମାଙ୍କ ସହିତ କଥା ହେବି। ହଁ ଦିଦି, ମୋର ପାଠ ପଢିବାର ଇଚ୍ଛା ଅଛି। ଛୋଟଟି ଆସିଛି, ଆପଣ ମୋତେ କୁହନ୍ତୁ, ମୋ ପିଲାଟି କ'ଣ ଅନ୍ୟ ପିଲାମାନଙ୍କ ପରି ସାଧାରଣ ପିଲାମାନଙ୍କ ପରି କ'ଣ ବିଦ୍ୟାଳୟ ପାଠ ପଢ଼ିପାରିବ? ତାଙ୍କ ସହିତ କ'ଣ ମିଶିପାରିବ? ଆଉ ତାଙ୍କ ପରି କ'ଣ ହସି ଖେଳିକି ସେଠି ବୁଲିକି ଖେଳିକି ଶିକ୍ଷା ଗ୍ରହଣ କରିପାରିବ? ସେଥିପାଇଁ ମୁଁ ତାକୁ ବିଦ୍ୟାଳୟକୁ ଛାଡ଼ୁନାହିଁ। ଆପଣଙ୍କ ମନରେ ଭୁଲ ଧାରଣା କିଏ ଦେଇଛି କି ମୋ ଛୁଆକୁ ଛୋଟା କହିବେ, ଅନ୍ୟମାନଙ୍କ ସହିତ ମିଶି ପାରିବନି? କାହିଁକି ମିଶି ପାରିବନି? କାରଣ ମୋ ଛୁଆଟି ତ ସାଧାରଣ ପିଲାମାନଙ୍କୁ ପରି ନୁହଁ। ସେଥିପାଇଁ ମୁଁ ଯେହେତୁ ଗୋଟେ ମା, ମୋ ମନରେ ଏଇଟା ଆସିଛି ଯେ କାଲିକି କିଏ ମୋ ପିଲାଟିକୁ କ'ଣ କହିବ, କ'ଣ ନାହିଁ, ଅନ୍ୟ ପିଲାମାନେ ତାକୁ ଗ୍ରହଣ କରିପାରିବେ କି ନାହିଁ, ଏ ସମାଜ ତାକୁ ଗ୍ରହଣ କରିପାରିବ କି ନାହିଁ, ସେଥିପାଇଁ ଯଦି ମୁଁ ତାଙ୍କୁ ବିଦ୍ୟାଳୟକୁ ଛାଡ଼ୁନାହିଁ। ନାଇଁ, ପ୍ରଥମେ ଆପଣ ନିଜ ମନକୁ ଷ୍ଟ୍ରଙ୍ଗ କରନ୍ତୁ। ଛୁଆ କ'ଣ ପାଇଁ ନେଇକି ପଢ଼ିପାରିବନି? ସିଏ ବି ସମସ୍ତଙ୍କ ସାଙ୍ଗରେ ମିଶିବ, ସମସ୍ତଙ୍କ ସହିତ। ହଁ ସିଏ ଖେଳି ବୁଲି ଦେଇ ନପାରେ, କିନ୍ତୁ ପାଠ ତ ପଢ଼ିବ। ଅନ୍ୟମାନେ ବି, ଛୁଆମାନେ ବି, ସେମାନେ ବି ତାକୁ ଖୁସି ହେବେ ଦେଖିକି, ନାଇଁ ଆମ ସ୍କୁଲକୁ ବି ଗୋଟେ ଭାଇଟି ଭଉଣୀଟି ଆସିଛି, ଆଉ ତାକୁ ସମ୍ପୂର୍ଣ୍ଣ ସୁବିଧା ସୁଯୋଗ ସରକାରଙ୍କ ତରଫରୁ ମିଳୁଛି। ଯେହେତୁ ସେ ଗୋଟେ ଝିଅ, ତାକୁ ସରକାରଙ୍କ ତରଫରୁ ବାଣୀଶ୍ରୀ ସ୍କଲାରସିପ୍ ମିଳୁଛି, ଆଉ ଏସ୍କର୍ଟ ସୁବିଧା ଅଛି। ଆଉ ତା ସାଙ୍ଗରେ ଆମର ଝିଅ ଛୁଆ ହିସାବରେ ତାକୁ 2000 ଟଙ୍କା ଅଧିକ ସୁବିଧା ସୁଯୋଗ ମିଳୁଛି। ତ ସେଥିପାଇଁ ସିଏ ବି ସରକାର ତା ପାଇଁ ସମ୍ପୂର୍ଣ୍ଣ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି। ବର୍ତ୍ତମାନ ଆପଣ ଦେଖିବେ ଏଇ ପିଲାମାନେ ବି ଆମର ପାଠ ପଢ଼ିକି ଭବିଷ୍ୟତରେ ବଡ଼ ମଣିଷ ହେଇପାରୁଛନ୍ତି। ସରକାର ସେମାନଙ୍କୁ ସମ୍ପୂର୍ଣ୍ଣ ସୁବିଧା ସୁଯୋଗ ଦେଉଛନ୍ତି, ଯେମିତି ସିଏ ବି ଅନ୍ୟ ପିଲାମାନଙ୍କ ସହିତ ମିଶିକି ଗୋଟିଏ କ୍ଲାସରେ ପାଠ ପଢ଼ିପାରିବ, ସେମାନଙ୍କୁ ବି ସମ୍ପୂର୍ଣ୍ଣ ସୁବିଧା ସୁଯୋଗ ମିଳିପାରୁଛି। ତେଣୁକରି ଏ ସବୁ ସ୍କଲାରସିପ୍ ବି ସେ ପାଇବ, ତ ପାଠ ପଢ଼ିକି ସିଏ ଦିନେ ନା ଦିନେ ବଡ଼ ମଣିଷ ହେଇପାରିବ। ତେଣୁକରି ଆପଣ ତାକୁ ସେ ସୁବିଧା ସୁଯୋଗରୁ ବଞ୍ଚିତ କରନ୍ତୁ ନାହିଁ, ଆପଣ ତାକୁ କାଲିଠାରୁ ସ୍କୁଲ ଛାଡ଼ନ୍ତୁ। ଆଜ୍ଞା ଦିଦି, ଆପଣ ମୋ ଆଖି ମୁଁ କାଲିଠାରୁ ହିଁ ମୋ ଝିଅକୁ ସ୍କୁଲକୁ ଛାଡ଼ିବି, ଆଉ ସେମାନଙ୍କ ପରି ମଧ୍ୟ ସିଏ ବି ସ୍କୁଲ ଯାଇ ପାଠ ପଢ଼ିପାରିବ। ଧନ୍ୟବାଦ ଦିଦି। କିଏ ମତେ ଚିହ୍ନି ପାରୁନାହାନ୍ତି? दिदी
दिदी से दिन बही विकुथली जहाँ कि आपण हाथ धरी विद्यालय को नहीं आया मत आप जो से पाठ पढ़ा को नहीं थे मुझे पाठ पढ़ी आज सफल शीर्ष पहुंची मुझे आईएएस ऑफिसर आज्ञा ये तो बहुत बड़ा कथा मो में जाओ मो आज तो मैं गर्वित तो आईएएस ऑफिसर ही जाई छु आज्ञा भलो सब देबे हां संतोष आज्ञा हां से आज तो हम बहुत से ओके हां